हालेलुया। प्रभु जीशुख्रीष्टଙ୍କ मधुर नामରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ନମସ୍କାର। ମୋ ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରୁଅଛି। ପୁନର୍ବାର ଆଉ ଏକ ଦିନ ପ୍ରଭୁ ଆମମାନଙ୍କ ଜୀବନରେ ଉପହାର ରୂପେ ଆମମାନଙ୍କୁ ପ୍ରଦାନ କରିଥିବାରୁ ପ୍ରଭୁଙ୍କ ନାମକୁ ଧନ୍ୟବାଦ ହେଉ। ଆଉ ବିଶେଷ କରି ଆଜି ମଧ୍ୟ ଆମେ ପ୍ରଭୁଙ୍କର ବାକ୍ୟ ଧ୍ୟାନ କରିବା। ପ୍ରତିଦିନ ଆମେମାନେ ପ୍ରଭୁଙ୍କ ବାକ୍ୟ ଧ୍ୟାନ କରିବା ପାଇଁ ଆମେମାନେ ସୁଯୋଗ ପାଇଥିବାରୁ ପ୍ରଭୁଙ୍କ ନାମକୁ ଅଶେଷ ଧନ୍ୟବାଦ ହେଉ। ଆସନ୍ତୁ ମୋ ପ୍ରିୟ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ଆମେମାନେ ବାକ୍ୟ ଶୁଣିବା, ବାକ୍ୟ ଧ୍ୟାନ କରିବାକୁ ଯିବା। ମୋ ସହିତ ଖୋଲନ୍ତୁ ଆପଣମାନେ ଗୀତ ସଂହିତା 119 ପର୍ବ ତାର 10 ପଦରୁ 16 ପଦ ପର୍ଯ୍ୟନ୍ତ ପଢ଼ିବା। ମୁଁ ପଢ଼ୁଛି, ମୋ ସହିତ ଆପଣମାନେ ଧ୍ୟାନ ଦିଅନ୍ତୁ। ମୁଁ ସର୍ବାନ୍ତକରଣରେ ତୁମକୁ ଖୋଜିଅଛି, ମୋତେ ତୁମ୍ଭ ଆଜ୍ଞାପଥରୁ ଭ୍ରମିବାକୁ ଦିଅ ନାହିଁ। ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମର ବାକ୍ୟ ସଞ୍ଚୟ କରି ରଖିଅଛି। ହେ ସଦାପ୍ରଭୁ, ତୁମେ ଧନ୍ୟ, ତୁମ୍ଭର ବିଧି ସବୁ ମୋତେ ଶିଖାଅ। ମୁଁ ତୁମ୍ଭ ମୁକ୍ତ ଶାସନ ସକଳ ଆପଣା ଅଷ୍ଟାଧରରେ ବର୍ଣ୍ଣନା କରିବି। ଯେପରି ସମୁଦାୟ ଧନରେ, ସେହିପରି ମୁଁ ତୁମ୍ଭ ପ୍ରମାଣ ବାକ୍ୟ ରୂପ ପଥରେ ଆମୋଦ କରିଅଛି। ମୁଁ ତୁମ୍ଭର ବିଧାନ ସବୁ ଧ୍ୟାନ କରିବି ଓ ତୁମ୍ଭ ପଥ ପ୍ରତି ଦୃଷ୍ଟି ରଖିବି। ମୁଁ ତୁମ୍ଭ ବିଧି ସବୁରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ୟ ପାସରିବି ନାହିଁ। ପ୍ରଭୁ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାରୀ ସଦାପ୍ରଭୁ, ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ହଁ ପ୍ରଭୁ, ତୁମର ପବିତ୍ର ବାକ୍ୟକୁ ପରମେଶ୍ୱର ଆମେ ଯେପରି ଭୋଜନ କରିବାକୁ ଯାଉଅଛୁ, ଏହି ରୋଟିକୁ ପରମେଶ୍ୱର ତୁମେ ଖଣ୍ଡ ଖଣ୍ଡ କରି ତୁମ ଲୋକମାନଙ୍କୁ ପରିବେଷଣ କର। ଯେ ଯେତିକି ଖାଇପାରିବ ତାଙ୍କର ଖାଇବା ଶକ୍ତି ଅନୁସାରେ ପ୍ରଭୁ ସେମାନଙ୍କୁ ତୁମେ ପରିବେଷଣ କର ବୋଲି ତୁମ ପବିତ୍ର ଆତ୍ମାଙ୍କ ଶକ୍ତିରେ ଆମମାନଙ୍କୁ ସମସ୍ତଙ୍କୁ ଚଲାଇ ନିଅ ବୋଲି ତୁମ ରଶ୍ମ କୃପାରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ। ଆମେନ୍। ହାଲେଲୁୟା। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନଙ୍କୁ এই ଜାଗାରେ ମୁଁ କହି ରଖିବାକୁ ଇଚ୍ଛା କରେ। ଦାଉଦ ରାଜା ପରମେଶ୍ୱରଙ୍କର ମନମୁକ୍ତବ ଲୋକ। ପରମେଶ୍ୱର ତାହାଙ୍କୁ ବହୁତ ବିଷୟରେ ଆଶୀର୍ବାଦ କରିଛନ୍ତି। ହାଲେଲୁୟା। ସେ ପରମେଶ୍ୱର ତାଙ୍କ ପ୍ରତି ଏତେ ମହା ଯୋଜନା କରିଅଛନ୍ତି ଯେ ତାହାଙ୍କ ଠାରୁ ତ୍ରାଣକର୍ତ୍ତା ମଧ୍ୟ ଜନ୍ମଗ୍ରହଣ କଲେ। ତେଣୁକରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗୋଟେ ନାଁ ଅଛି, ହେ ଦାଉଦ ସନ୍ତାନ ଯୀଶୁ। ସେଠି କ'ଣ ଲେଖା ହେଇଛି ବୋଲି କହିଲେ, ଏ ଦାଉଦ ସନ୍ତାନ ଯୀଶୁ। ଦାଉଦ ବଂଶରୁ ପ୍ରଭୁ ଯୀଶୁ ଜଗତକୁ ତ୍ରାଣକର୍ତ୍ତା ଭାବରେ ପରିଚିତ ହୋଇଅଛନ୍ତି। ସେହି ପ୍ରକାର ମହା ଯୋଜନା କରିଥିବା ପରମେଶ୍ୱର ଦାଉଦଙ୍କୁ କେତେ ପ୍ରେମ କରିନଥିବେ, ତାଙ୍କର ପ୍ରତ୍ୟେକ ବିଷୟକୁ କେତେ ଭଲ ଭାବରେ ଆଉ ଯତ୍ନ ନେଇନଥିବେ। ହାଲେଲୁୟା। ତ ସେହି ପ୍ରକାର ଦାଉଦ ରାଜା ବର୍ତ୍ତମାନ ସେ ଯେଉଁ ପ୍ରକାର ଅବସ୍ଥାରେ ଅଛନ୍ତି, ସେ ଅବସ୍ଥା ହେଉଛି ଯୌବନ ଅବସ୍ଥା। ହାଲେଲୁୟା। ବର୍ତ୍ତମାନ ଅବସ୍ଥା ହେଉଛି এই ଯେଉଁ ମୂଳ ବାକ୍ୟ ଆମେମାନେ ପଢ଼ିଲୁ, ଏ ବାକ୍ୟ ସମୟକୁ ଦାଉଦ ରାଜା ପରମେଶ୍ୱରଙ୍କ ସହିତ ଚାଲୁଥିଲେ। ଦାଉଦ ରାଜା ପରମେଶ୍ୱରଙ୍କର ବିଧିବିଧାନ ପାଳନ କରୁଥିଲେ। ଦାଉଦ ରାଜା ପରମେଶ୍ୱରଙ୍କ ନିକଟରେ ନିର୍ଭର କରୁଥିଲେ।
ସେ ସବୁବେଳେ ନିର୍ଭର କରିବେ। ସମସ୍ତ ସମୟରେ ସବୁ ସମୟରେ ଦାଉଦ ରାଜା କେବେ ବି ପରମେଶ୍ୱରଙ୍କୁ ଛାଡ଼ି ନାହାନ୍ତି। କିନ୍ତୁ ପରମେଶ୍ୱରଙ୍କୁ ସେ କେବେ ବି ଛାଡ଼ି ନାହାନ୍ତି, ପରମେଶ୍ୱର ତାଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। ତଥାପି ଏମିତିକା ଜୀବନ ଦାଉଦ ରାଜା ବିତେଇବାକୁ ପଡ଼ିଲା ଯେ ଶୈତାନ ହାତରେ କଣ୍ଢେଇ ପରି ବ୍ୟବହାର ହେବାକୁ ପଡ଼ିଲା। ହାଲେଲୁୟା। ଶୈତାନକୁ ସୁଯୋଗ ଦେଇଦେଲେ ଦାଉଦ ରାଜା। ଶୈତାନକୁ କେବଳ ଦାଉଦ ରାଜା ସୁଯୋଗ ଦେଇଛନ୍ତି ତାହା ନୁହେଁ, ଆଜି ଆମେମାନେ ମଧ୍ୟ କ'ଣ କରୁଛୁ ବୋଲି କହିଲେ ଶୈତାନକୁ ସୁଯୋଗ ଦେଉଅଛୁ। ଆମମାନଙ୍କର ଚାଲିଚଳନ, ଆମମାନଙ୍କର କଥାବାର୍ତ୍ତା, ଆମମାନଙ୍କର ଦିଆନିଆ, ଆମମାନଙ୍କର ବ୍ୟବହାର, ଆମମାନଙ୍କର ଆତ୍ମିକ ଜୀବନ, ଏସବୁ ଆମେ ଯଦି ଦେଖିବା, ଏହି ସମସ୍ତ ବିଷୟରେ ଆମେ ପରମେଶ୍ୱରଙ୍କୁ କ'ଣ କରୁଛୁ? ତୁଚ୍ଛ କରୁଅଛୁ। ପରମେଶ୍ୱରଙ୍କ ବିରୁଦ୍ଧ ଆଚରଣ କରୁଅଛୁ, ଶୈତାନକୁ ସୁଯୋଗ ଦେଉଅଛୁ। ତେଣୁ ଦାଉଦ ରାଜା ମଧ୍ୟ ପଢ଼ୁଥିଲେ ଉଠୁଥିଲେ। ବାକ୍ୟ ଲେଖା ହେଇଛି, ଧାର୍ମିକ 7 ଥର ପଡ଼ିଲେ ମଧ୍ୟ ସେ ପୁନର୍ବାର ଉଠିବ। ଧାର୍ମିକ ଉଠିଲା ପରେ ସେ ବିବେଚନା କରିବାକୁ ପଡ଼ିବ। ଲେଖାଯାଇଛି, ମୁଁ ସର୍ବାନ୍ତକରଣରେ ତୁମକୁ ଖୋଜି ଅଛି। ହାଲେଲୁୟା। ଦାଉଦ ପରମେଶ୍ୱରଙ୍କୁ ସର୍ବାନ୍ତକରଣରେ ଖୋଜୁଅଛନ୍ତି। ସର୍ବାନ୍ତକରଣ, ଅନ୍ତଃକରଣ ଭିତରେ ପରମେଶ୍ୱରଙ୍କୁ ଖୋଜୁଅଛନ୍ତି। ମୋତେ ତୁମ ଆଜ୍ଞା ସବୁରୁ ଭ୍ରମିବାକୁ ଦିଅ ନାହିଁ। ହାଲେଲୁୟା। ମୁଁ ତୁମକୁ ସର୍ବାନ୍ତକରଣ ସହିତ ଖୋଜୁଛି ପ୍ରଭୁ, ମୋତେ ତୁମ ଆଜ୍ଞା ପଥରୁ ଭ୍ରମିବାକୁ ଦିଅ ନାହିଁ। ହାଲେଲୁୟା। ପରମେଶ୍ୱର ଯେଉଁ ଆଜ୍ଞା କରୁଅଛନ୍ତି, ପରମେଶ୍ୱର ଯେଉଁ ଜାଗାକୁ ଯିବାକୁ କହୁଅଛନ୍ତି, ପରମେଶ୍ୱର ଯେଉଁ ବିଷୟ ତାଙ୍କୁ କରିବାକୁ କହୁଅଛନ୍ତି, ତାହାକୁ ଆଜ୍ଞା ବୋଲି କୁହାଯାଏ। ପରମେଶ୍ୱରଙ୍କ ଆଜ୍ଞା ପଥରୁ ସେ ଯେ ପ୍ରକାର ନ ଭ୍ରମିବେ, ସେଥିପାଇଁ ସେ କହୁଅଛନ୍ତି, ତୁମ ଆଜ୍ଞା ପଥରୁ ମୁଁ ଭ୍ରମି ଯିବାକୁ ଦିଅ ନାହିଁ। ତୁମ ଆଜ୍ଞା ପଥରୁ ମୁଁ ଭ୍ରମି ଯିବାକୁ ବୋଲି କହିଲେ, ମୁଁ ତୁମର ବାଟକୁ ଭୁଲି ନ ଯିବି। ତୁମେ ଯେଉଁ ବାଟରେ ମୋତେ ଯିବାକୁ କହୁଅଛ, ସେ ବାଟରେ ମୁଁ ଚାଲୁଥିବି, ସେ ବାଟକୁ ଛାଡ଼ି ଅଲଗା ବାଟକୁ ନ ଯିବି। ହାଲେଲୁୟା। ଆପଣମାନେ ବୁଝିବା ପାଇଁ ମୁଁ କହୁଛି। ଏ ବାକ୍ୟର ଅର୍ଥ କ'ଣ ବୋଲି କହିଲେ, ପରମେଶ୍ୱରଙ୍କୁ ଆମେ ସର୍ବାନ୍ତକରଣ ସହିତ ଖୋଜିବାର ଅଛି। ସର୍ବାନ୍ତକରଣ ସହିତ ଯଦି ଆମେ ସଦାପ୍ରଭୁଙ୍କୁ ଖୋଜିବା, ଅନ୍ତଃକରଣରେ ଖୋଜିବା, ତାହେଲେ ସେ ଆମମାନଙ୍କୁ ମିଳିଯିବେ। ହାଲେଲୁୟା। ସେ ଯେତେବେଳେ ଆମକୁ ମିଳିବେ, ତାଙ୍କୁ ଆମେ ଯେତେବେଳେ ପାଇଯିବୁ, ସେତେବେଳେ ଆମେମାନେ ତାହାଙ୍କୁ ଧରିକି ରଖିବାକୁ ପଡ଼ିବ। ହାଲେଲୁୟା। ତାହାଙ୍କୁ ଧରିକି ଆମେ ପଥ ଛାଡ଼ିବାକୁ ପଡ଼ିବ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଧରିକି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ହୃଦୟରେ ସ୍ଥାନ ଦେଇକି ଆମେ କ'ଣ କରିବାକୁ ପଡ଼ିବ? ପଥରେ ଚାଲିବାକୁ ପଡ଼ିବ। ହାଲେଲୁୟା। ସେତେବେଳେ ଆମେମାନେ ପରମେଶ୍ୱରଙ୍କର ଆଜ୍ଞା ପଥରୁ ଆମେମାନେ ବିମୁଖ ହେବୁ ନାହିଁ, ବା ଭ୍ରମିବୁ ନାହିଁ, ବା ବାଟ ବଣା ହେବୁ ନାହିଁ। ହାଲେଲୁୟା। ବାଟକୁ ଭୁଲିଯିବୁ ନାହିଁ, ଠିକ୍ ବାଟରେ ଚାଲିପାରିବୁ। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ସେ କହୁଛନ୍ତି, ପ୍ରଭୁ ତୁମ ଆଜ୍ଞା ପଥରୁ ମୋତେ ଭ୍ରମିବାକୁ ଦିଅ ନାହିଁ। ମୁଁ ଯେପରି ତୁମ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମର ବାକ୍ୟ ସଞ୍ଚୟ କରି ରଖିଅଛି। ହାଲେଲୁୟା। ସେ ସେଠି କହୁଅଛନ୍ତି, ହେ ସଦା ପ୍ରଭୁ। ତ ସେ ଯେତେବେଳେ ତାହାଙ୍କ ପଥରେ ଚାଲୁଅଛନ୍ତି, ସେତେବେଳେ ସେ କହୁଅଛନ୍ତି,
ମୁଁ ଯେପରି ତୁମ ବିରୁଦ୍ଧରେ ପାପ ନ କରିବି। ଦାଉଦ କହୁଛନ୍ତି ମୁଁ ଯେପରି ତୁମ ବିରୁଦ୍ଧରେ ପାପ ନ କରିବି। ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମର ବାକ୍ୟ ସଞ୍ଚୟ କରି ରଖିଅଛି। ହାଲେଲୁୟା। ଏ ଜାଗାରେ ଆମେ ଦେଖିଛୁ ଦାଉଦ ଏମିତିକାର ଜଣେ ପରମେଶ୍ୱରଙ୍କ ଭକ୍ତ ଥିଲେ। ପରମେଶ୍ୱରଙ୍କୁ ଅନ୍ତଃକରଣରେ ଖୋଜିକି ପାଇଲା ପରେ ତାହାଙ୍କୁ ଧରିକି ପରମେଶ୍ୱରଙ୍କର ଆଜ୍ଞା ପଥରେ ଚାଲୁଅଛନ୍ତି। ହାଲେଲୁୟା। ସେ ଯେତେବେଳେ ଚାଲୁଅଛନ୍ତି ଠିକ୍ ରାସ୍ତାରେ ଚାଲୁଛନ୍ତି। ଚାଲୁ 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 ପରମେଶ୍ୱରଙ୍କର ଆଜ୍ଞା ସବୁ ପାଳନ କରୁଛନ୍ତି। ପ୍ରେଜ୍ ଦ ଲର୍ଡ। ସେ କହୁଛନ୍ତି ମୁଁ ଯେ ପ୍ରକାର ପାପ ନ କରିବି, ସେଥିପାଇଁ ପ୍ରଭୁ ତୁମର ବାକ୍ୟ ସବୁ ମୋ ହୃଦୟରେ କ'ଣ କରିଅଛି? ସଞ୍ଚୟ କରି ରଖିଅଛି। ମୁଁ ଯେ ପ୍ରକାର ତୁମ ବିରୁଦ୍ଧରେ ପାପ ନ କରିବି, ସେଥିପାଇଁ ମୋ ହୃଦୟରେ ତୁମର ବାକ୍ୟ ଅଛି ପ୍ରଭୁ ବୋଲି ସେ କହୁଅଛନ୍ତି। ହାଲେଲୁୟା। ମୁଁ ସଞ୍ଚୟ କରି ରଖିଅଛି, ମୋତେ କିଛି ଅସୁବିଧା ହେବ ନାହିଁ। ମୁଁ ତୁମ ବିରୁଦ୍ଧରେ ପାପ କରିବି ନାହିଁ, ତୁମ ବିରୁଦ୍ଧରେ ପାପ କରିବି ନାହିଁ। ଯୌବନ ଅବସ୍ଥାରେ କହୁଅଛନ୍ତି ତାଙ୍କେ। ପ୍ରଭୁଙ୍କୁ ବିଶ୍ୱାସ କଲା ପରେ, ପ୍ରଭୁଙ୍କ ପଦରେ ଚାଲିଲା ପରେ ଆମେ ପାପ କରିବାର ନାହିଁ, ଠିକ୍। କିନ୍ତୁ ଏମିତିକା ସମୟ ତୁମ ଜୀବନରେ ଆସିବ, ଶୈତାନ ତୁମମାନଙ୍କୁ ପରମେଶ୍ୱରଙ୍କର ଆଜ୍ଞା ପଥରୁ ବିମୁଖ କରିବ। ପରମେଶ୍ୱରଙ୍କର ଆଜ୍ଞା ପଥରୁ ତୁମକୁ ଅଲଗା ଏକ ପଥ ଦେଖାଇବ, ଆଉ ଗୋଟେ ବାଟ ଦେଖାଇବ। ସେଇ ବାଟରେ ଚାଲିବା ପାଇଁ, ସେଇ ବାଟରେ ରହିବା ପାଇଁ, ପରମେଶ୍ୱରଙ୍କ ଆଜ୍ଞା ତୁଚ୍ଛ କରିବା ପାଇଁ ଶୈତାନ ତୁମକୁ କ'ଣ କରିବ? ତୁମର ମାଇଣ୍ଡକୁ, ତୁମର ମସ୍ତିଷ୍କକୁ ସେ କ'ଣ କରିବ? ବୁଲେଇବାକୁ ଚେଷ୍ଟା କରିବ। ହାଲେଲୁୟା। ତେଣୁ ସେଠି ଲେଖା ହେଇଛି, ମୁଁ ଗତ ଭିଡ଼ିଓରେ କହିଥିଲି, କେହି ତୁମମାନଙ୍କୁ ନ ବୁଲାଅ, କେହି ତୁମମାନଙ୍କୁ କ'ଣ ନ କରୁ? ଭ୍ରାନ୍ତ ନ କରୁ। କେହି ତୁମମାନଙ୍କୁ ଭ୍ରଷ୍ଟ କଥା କହିକିରି ଭ୍ରାନ୍ତ ନ କରୁ। ହାଲେଲୁୟା। ସେ କହୁଛନ୍ତି ମୁଁ ତୁମ ବିରୁଦ୍ଧରେ ପାପ ନ କରିବି, ସେଥିପାଇଁ ମୁଁ ତୁମର ବାକ୍ୟ ମୋ ହୃଦୟରେ ଅଛି। ସେ ଆହୁରି କହୁଅଛନ୍ତି, ହେ ସଦାପ୍ରଭୁ ତୁମେ ଧନ୍ୟ, ତୁମର ବିଧି ସବୁ ମୋତେ ଶିଖାଇ ଦିଅ। ହାଲେଲୁୟା। ତୁମେ ଧନ୍ୟ ପରମେଶ୍ୱର। ହେ ପ୍ରଭୁ ତୁମେ ସର୍ବଶକ୍ତିମାନ ପରମେଶ୍ୱର। ତୁମର ଯେତିକି ବାଟ ଦେଇ ମୁଁ ଚାଲିବାକୁ ପଡ଼ିବ, ତୁମର ଯାହା ଅଛି, ଯେତିକି ଶିକ୍ଷା ଅଛି, ସବୁ ମୋତେ ଶିଖାଇ ଦିଅ, ସବୁ ମୋତେ ଜଣେଇ ଦିଅ। ତୁମର ବାଟ ଯାକ ସବୁ, ତୁମେ ଯେଉଁ ଯେଉଁ ବାଟ ଦେଇକି ଯିବାକୁ ମୋତେ କହିବ, ସେ ସବୁ ବାଟରେ ମୁଁ ଯାଇପାରିବି। ତୁମର ପଥ ସବୁ, ତୁମର ବିଧି ସବୁ ମୋତେ ଶିଖାଇ ଦିଅ। ହେ ସଦା ପ୍ରଭୁ ତୁମେ ଧନ୍ୟ, ତୁମର ବିଧି ସବୁ ମୋତେ ଶିଖାଅ। ପ୍ରଭୁ ତୁମର ବାଟରେ ଚାଲିବା ପାଇଁ, ତୁମର ଆଜ୍ଞା ପାଳନ କରିବା ପାଇଁ, ତୁମ ବିରୁଦ୍ଧରେ ପାପ ନ କରିବା ପାଇଁ କି ନିୟମ ଅଛି? କ'ଣ କ'ଣ କରିବାକୁ ପଡ଼ିବ ଖ୍ରୀଷ୍ଟିଆନ ଜୀବନ ଯାପନ କରିବା ପାଇଁ, ମାନବିକ ଜୀବନ ଯାପନ କରିବା ପାଇଁ, ଆତ୍ମିକ ଜୀବନ ଯାପନ କରିବା ପାଇଁ, ପ୍ରଭୁଙ୍କ ଠାରେ ସ୍ଥିର ହୋଇକି ରହିବା ପାଇଁ, ପ୍ରଭୁଙ୍କ ଆଗମନ ପାଇଁ ପ୍ରସ୍ତୁତ ହେବା ପାଇଁ କ'ଣ ବିଧି ଅଛି? ପ୍ରଭୁ ତୁମର ବିଧି ସବୁ, ତୁମର ଆଜ୍ଞା ସବୁ, ତୁମର ସମସ୍ତ ବିଧି ମୋତେ ଶିଖାଇ ଦିଅ। ମୁଁ ତୁମ ମୁଖ ନିର୍ଗତ ଶାସନ ସକଳ ଆପଣା ଅଷ୍ଟାଦରରେ ବର୍ଣ୍ଣନା କରିବି। ହାଲେଲୁୟା। ତୁମେ ଯଦି ମୋତେ ତୁମର ବିଧି ସବୁ ଶିଖାଇ ଦେବ, ତୁମ ନିୟମ ସବୁ ମୁଁ ଯଦି ଜାଣିଯିବି, ତାହେଲେ ମୋର ଏଇ ଅଷ୍ଟାଦରରେ, ମୋର ଏଇ ପାଟିରେ ତୁମର
ବର୍ଣ୍ଣନା ସବୁ କରିବି। ହାଲେଲୁୟା। ତୁମର ଶାସନ, ତୁମ ମୁଖ ନିର୍ଗତ ଶାସନ ସକଳ ଆପଣା ଅଷ୍ଟାଦରରେ ବର୍ଣ୍ଣନା କରିବି। ପ୍ରଭୁ ତୁମର ବିଧି ମୋତେ ଶିଖାଇ ଦିଅ। ତୁମ ମୁଖ ନିର୍ଗତ ଶାସନ ସବୁ ମୋତେ ଶିଖାଇ ଦିଅ। ତୁମେ ଯାହା ଯାହା କରିଅଛ, ଯାହା ଯାହା କହିଅଛ, ବାଇବେଲର ଆଦି ପୁସ୍ତକରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ଯେତିକି ଯାହା ପାଳନ କରିବାକୁ କହୁଅଛ, ସେ ସବୁ ବିଷୟ ମୁଁ ଜାଣିକିରି ସେ ସବୁ ବିଷୟ ମୁଁ ଯେ ପ୍ରକାର ମୋର ଅଷ୍ଟାଦରରେ ବର୍ଣ୍ଣନା କରିପାରିବି, ତୁମକୁ ଅଧିକରୁ ଅଧିକ ସନ୍ତୁଷ୍ଟ କରିପାରିବି। ପ୍ରଭୁ ତୁମର ପଥରେ ଚାଲୁ ଚାଲୁ ମୁଁ ଝୁଣ୍ଟି ନ ଯିବି, ଆଉ ତୁମର ଗୌରବ ପ୍ରଶଂସା ଦିନ ଦିନକୁ କରିବି। ଦିନ ଦିନକୁ ତୁମଠାରେ ବଢ଼ିବି, ଆତ୍ମିକତାରେ ବଢ଼ିବି। ସାକ୍ଷ୍ୟମୟ ଜୀବନ, ମାଣ୍ଡଳିକ ଜୀବନ ମୁଁ ଠିକ୍ ସେ ଚାଲିବାକୁ, ମୁଁ ଠିକ୍ ସେ ପାଳନ କରିବା ପାଇଁ, ତୁମର ଆଜ୍ଞା ବିଷୟ, ତୁମର ଶାସନ ସକଳ ମୁଁ ଠିକ୍ ସେ ବର୍ଣ୍ଣନା କରିବା ପାଇଁ ମୋତେ ତୁମର ବିଧି ସବୁ ଶିଖାଇ ଦିଅ। ହାଲେଲୁୟା। ତୁମର ବିଧି ସବୁ ଯଦି ମୁଁ ଶିଖିଯିବି, ତାହେଲେ ତୁମକୁ ଠିକ୍ ସେ ମୁଁ ଉପସ୍ଥାପନ କରିପାରିବି। ତୁମ ଯେ ସତ୍ୟ ପରମେଶ୍ୱର, ମୁଁ ଜଗତକୁ ଠିକ୍ ସେ କହିପାରିବି। ଠିକ୍ ଢଙ୍ଗରେ ତୁମକୁ ଯେପରି ମୁଁ ସ୍ଥାପନ କରିପାରିବି, ଜଗତକୁ ଦେଖାଇ ପାରିବି, ଅନେକ ଆତ୍ମାମାନଙ୍କୁ ଲାଭ କରିପାରିବି। ତୁମ ସ୍ୱର୍ଗରାଜ୍ୟ ଯେ ପ୍ରକାର ମୁଁ ବାନ୍ଧି ପାରିବି, ତୁମ ସ୍ୱର୍ଗରାଜ୍ୟ ନିମନ୍ତେ କିଛି ନା କିଛି ମୁଁ କରିପାରିବି। ସେଥିପାଇଁ ତୁମର ବିଧି ସବୁ ମୋତେ ଶିଖାଇ ଦିଅ। ହାଲେଲୁୟା। ଯେପରି ସମୁଦାୟ ଧନରେ, ସେପରି ମୁଁ ତୁମ ପ୍ରମାଣ ବାକ୍ୟ ରୂପ ପଥରେ ଆମୋଦ କରିଅଛି। ହାଲେଲୁୟା। ତୁମର ପ୍ରମାଣ ବାକ୍ୟ ରୂପ ପଥରେ, ପ୍ରମାଣ ବାକ୍ୟ ରୂପ ପଥ। ହାଲେଲୁୟା। ପରମେଶ୍ୱରଙ୍କର ବାକ୍ୟ ପ୍ରମାଣ ସିଦ୍ଧ। ପରମେଶ୍ୱର ହେଉଛନ୍ତି ପ୍ରଭୁ ଯୀଶୁ। ସେ ନିଜେ କହିଅଛନ୍ତି, ମୁଁ ପଥ, ସତ୍ୟ, ଜୀବନ। ସେଇଟା ହେଉଛି ପ୍ରମାଣ। ହାଲେଲୁୟା। ସେଇ ପ୍ରମାଣ ବାକ୍ୟ ଯେପରି, ସେ ପ୍ରମାଣ ବାକ୍ୟରେ ଯେପରି ସମସ୍ତ ଧନରେ, ସେପରି ତୁମର ସମସ୍ତ ପ୍ରମାଣ ବାକ୍ୟରେ ମୁଁ ଯେପରି ଆମୋଦ କରିପାରିବି। ହାଲେଲୁୟା। ମୁଁ ଯେ ପ୍ରକାର ଆମୋଦ ବୋଲେ ଆନନ୍ଦ କରିପାରିବି। ହାଲେଲୁୟା। ତୁମର ପଥରେ ଚାଲୁ ଚାଲୁ, ତୁମର ପ୍ରମାଣ ବାକ୍ୟ ପାଳନ କରୁ କରୁ, ତୁମର ବିଧି ସବୁ ପାଳନ କରୁ କରୁ, ତୁମକୁ ଗୌରବ ଦେଉ ଦେଉ ମୁଁ ତୁମଠାରେ ଯେ ପ୍ରକାର ଆନନ୍ଦ କରିପାରିବି, ପ୍ରଶଂସା କରିପାରିବି। ସବୁଦିନ, ସବୁ ସମୟରେ, ସବୁ ମୁହୂର୍ତ୍ତରେ ତୁମକୁ ଉପସ୍ଥାପନ କରିପାରିବି, ତୁମକୁ ଦେଖାଇ ପାରିବି। ପ୍ରଭୁ ତୁମଠାରେ ମୁଁ ଯେ ପ୍ରକାର ଆନନ୍ଦ କରିପାରିବି, ଆମୋଦ କରିପାରିବି। ସେଥିପାଇଁ ତୁମର ବିଧି ସବୁ ମୋତେ ଶିଖାଇ ଦିଅ। ତୁମର ବିଧି ଯଦି ମୁଁ ଶିଖିଯିବି, ତୁମର ଆଜ୍ଞା ଯଦି ମୁଁ ମାନିଯିବି, ତୁମର ଶାସନ ସକଳ ମୁଁ ବର୍ଣ୍ଣନା ଯଦି କରିପାରୁଛି, ତାହେଲେ ମୁଁ କେତେ ଆନନ୍ଦ କରିବି। ପ୍ରଭୁ ଆନନ୍ଦ କିପରି ଆନନ୍ଦ, କେତେ ଯେ ଆନନ୍ଦ। ହାଲେଲୁୟା। ପ୍ରଭୁ ଯୀଶୁ ଆମ ପାପ କ୍ଷମା କଲେ, ପରମ ଆନନ୍ଦ। ତେଣୁ ସେଠି ଲେଖା ହେଇଛି, ତୁମର ପ୍ରମାଣ ବାକ୍ୟ ପଥରେ, ତୁମର ପ୍ରମାଣ ବାକ୍ୟ ରୂପ ପଥରେ ମୁଁ ଯେ ପ୍ରକାର ଆନନ୍ଦ କରିପାରିବି, ସେଥିପାଇଁ ତୁମର ବିଧି ସବୁ ମୋତେ ଶିଖାଇ ଦିଅ। ହାଲେଲୁୟା। ତାପରେ ସେ କହୁଛନ୍ତି, ମୁଁ ତୁମର ବିଧାନ ସବୁ ଧ୍ୟାନ କରିବି ଓ ତୁମ ପଥ ପ୍ରତି ଦୃଷ୍ଟି ରଖିବି। ହାଲେଲୁୟା। ସେ କେତେ କଥା କହୁଛନ୍ତି ଏ ଜାଗାରେ, ବୁଝୁଛନ୍ତି ନା? ପରମେଶ୍ୱରଙ୍କ ସହିତ ତାଙ୍କେ କଥା କହୁଛନ୍ତି। ମୋର ପ୍ରିୟ ଲୋକମାନେ, ପରମେଶ୍ୱରଙ୍କୁ କହୁଛନ୍ତି, ପରମେଶ୍ୱରଙ୍କ ସହିତ ଚାଲୁଅଛନ୍ତି, ପରମେଶ୍ୱରଙ୍କ ପଥରେ ଯାଉଅଛନ୍ତି। ହାଲେଲୁୟା।
परमेश्वर सहित रोवुछंती परमेश्वर ठारे प्रभु जीशुख्रीष्ट ठारे आनंद करू करू प्रभुंकर गौरव प्रशंसा करुछंती परमेश्वर जो प्रकार योजना तांको प्रति करियछंती सेतेबेलकू दाऊद जेतेबेले यौवन अवस्था थिले सेतेबेलकू प्रभु जीशुख्रीष्टंकर पता नाही हालेलुया प्रभु जीशु सेतेबेलकू जन्म ग्रहण करि नथिले हेले ये कौन करुछंती बोल कहले दृष्टिपात करुछंती पथ विषय हालेलुया पथ विषय से कहउछंती देख मु तुम विधि सबुरे आनंद करी सॉरी ता उपरे मु तुमर विधान सबु ध्यान करी विधान बोल कहले शासन गुड़ाक परमेश्वर आईन कानून गुड़ाक से कौन करुछंती ध्यान करुछंती आमे जे प्रकार बाइबल ध्यान करुछु आदि पुस्तक प्रकाशित वाक्य पर्यंत पवित्र आत्मा को साहाय्य आमे माने जे प्रकार पवित्र बाइबल को ध्यान करुछु सबुदिन पवित्र बाइबल पढ़ुछु तोर वाक्य नहीं कि आमे दैनंदिन माना खाऊछु से प्रकार सेते बेलकू नूतन नियम आरंभ ही नथिला आरंभ हेबा करले आरंभ करता स्थापन करता आसबा करथिला से होचंती जीशु हालेलुया जीशु न आसुनु प्रभु जीशु न आसुनु नूतन नियम आरंभ हेब नाही हालेलुया प्रेरित मानकर पुस्तक गुड़ा को आम पढ़ी पारिबु नाही तो सेते बेले कौन थिला तेबे कौन थिला सेते बेले कहले पंच पुस्तक थिला आदि पुस्तक यात्रा पुस्तक लेवी पुस्तक गणना पुस्तक द्वितीय विवरणी हालेलुया ए पंच पुस्तक थिला ए पंच पुस्तक रे परमेश्वर आज्ञा सब लिखाई थिला प्रभु जीशुख्रीष्ट विषय मध्य लिखाई थिला प्रेज द लॉर्ड तेणु दाऊद कौन करुछंती बोल कहले परमेश्वर विधि सबू विधान सबू ध्यान करुछंती जेहेतु से समय को से परिपक्व अवस्था रे थिले यौवन अवस्था रे थिले समस्त विषय से जानी पारुथले परमेश्वर निकट आनंद करुथले परमेश्वर तांको सहित कथबार्ता करुथले प्रभु को न कहूँ कौन सी काम से करू नथुले प्रभु को न कहूँ कौटि जाऊ नथुले तांकर समय से राजा हेतिले मध्य मेन मेन लोक माननकु बा विश्वस्त लोक माननकु राज्यर भार आ राज्यर प्रत्येक काम दाम सबू देकरी से मध्य निजे देखिकी बहुत समय प्रभु ठारे बिताउथिले हालेलुया से तेणु से कहउछंती मु तुमर विधान सब ध्यान करिबी और तुम पथ प्रति दृष्टि रखिबी हालेलुया तुम पथ प्रति दृष्टि रखिबी तुमर पथ कौन बोले जीशु हालेलुया परमेश्वर को पथ होउछंती जीशु से आसीबे भविष्यत रे आसीबे दाऊद वंश बोली ख्यात हेबे दाऊद संतान बोली ख्यात हेबे से दाऊद संतान प्रभु जीशु पथ रूप दाऊद को दर्शन देवछंती हालेलुया पथ रूप सत्य रूप न्याय रूप परमेश्वर प्रभु जीशु तांको दर्शन देवछंती ए दृष्टिपात करुछंती हालेलुया देखुछंती मु तुम पथ प्रति दृष्टि रखिबी मु तुम विधि सबुरे आनंद करिबी मु तुमर विधि सबुरे आनंद करिबी मु तुमर वाक्य पासरिबी नाही प्रभु हालेलुया हालेलुया आद्यर वाक्य थिले से वाक्य ईश्वर संगर थिले से वाक्य ईश्वर थिले हालेलुया से शब्द से होचंती शब्द अटंती वाक्य अटंती तेणु से कहउछंती तुमर वाक्य पासरिबी नाही
ତୁମର ବାକ୍ୟ ମୁଁ କେବେ ମଧ୍ୟ ପାସରିବି ନାହିଁ ପ୍ରଭୁ। ହାଲେଲୁୟା। ମୋର ଯୌବନ ଅବସ୍ଥାର ମୋ ଯୌବନ କାଳର ପାପ କ'ଣ କର ନାହିଁ, ସ୍ମରଣ କର ନାହିଁ ବୋଲି ପ୍ରଭୁଙ୍କୁ କହୁଛନ୍ତି। ଏଇ ଜାଗାରେ କ'ଣ କହୁଛନ୍ତି, ମୁଁ ତୁମର ବାକ୍ୟ ସବୁ ପାସରିବି ନାହିଁ। ତାଙ୍କ ହୃଦୟରେ ପ୍ରଭୁଙ୍କର ବାକ୍ୟ ରଖିଛନ୍ତି, ପରମେଶ୍ୱରଙ୍କ ପଥରେ ଚାଲୁଛନ୍ତି, ପରମେଶ୍ୱରଙ୍କର ଠାରେ ଆନନ୍ଦ କରୁଛନ୍ତି। ଏମିତି କରୁ 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 ବହୁତ ଆନନ୍ଦରେ ଥିଲେ। ଶେଷରେ ଶୈତାନ ଆସିଲା। ଶୈତାନ ଆସିଲା ଦାଉଦଙ୍କ ପାଖକୁ। କେବେ ବୋଲି କହିଲେ, ବୁଢ଼ା ବୟସରେ। ଦିନେ ଓଳି ରହିକରି ତାପରେ ପାରାଡିସକୁ ପଳେଇବା କଥା। ହାଲେଲୁୟା। এই ଯୌବନ ଅବସ୍ଥାରେ ଠିକ୍ ରହିଲେ, ବତ୍ସେବା ସହିତ ପାପ କଲା ପରେ ମଧ୍ୟ ଅନୁତାପ କରି ପରମେଶ୍ୱରଙ୍କ ନିକଟରେ ଆଶୀର୍ବାଦ ପ୍ରାପ୍ତ ହୋଇ ବହୁ ବର୍ଷ ପର୍ଯ୍ୟନ୍ତ ବହୁ ବଢ଼ିଆ ବଢ଼ିଆ କରି ପ୍ରଭୁଙ୍କ ନିକଟରେ ଭଲ ଭାବରେ ରହିଲେ। କିନ୍ତୁ ଏମିତିକାର କାଳ ଆଉ ସମୟ ଉପସ୍ଥିତ ହେଇଗଲା। ପରମେଶ୍ୱରଙ୍କ କ୍ରୋଧ ତାଙ୍କ ପ୍ରତି ପ୍ରଜ୍ୱଳିତ ହେଲା। କ'ଣ ପାଇଁ ପ୍ରଜ୍ୱଳିତ ହେଲା ବୋଲି କହିଲେ, ଆମେମାନେ ଆସନ୍ତା ଭିଡ଼ିଓରେ ଦେଖିବା। ମୁଁ ତାର ମୁଖ୍ୟ କାରଣ କହିଦେଉଛି। ସିଏ କ'ଣ କଲେ ବୋଲି କହିଲେ, ବୁଢ଼ା ବୟସରେ କ'ଣ ହେଲା ବୋଲି କହିଲେ, ତାଙ୍କ ପ୍ରତି ଗୋଟିଏ ବିଷୟ ଘଟିଲା। ମୋତେ ପରମେଶ୍ୱର ଏଡ଼େ ବଡ଼ ରାଜ୍ୟ ଦେଲେ, ଏତେ ଲୋକମାନଙ୍କୁ ଦେଲେ, ଏତେ ପିଲା ଜିଲା ଦେଲେ, ସବୁ ଦେଲେ। ମୋ ରାଜ୍ୟରେ ଲୋକମାନେ କୁଆଡ଼େ ଗଲେ? ମୁଁ ତ ବୁଢ଼ା ହେଇଯାଇଛି। ମୋ ରାଜ୍ୟର ଲୋକମାନେ ମୁଁ ଯେତେବେଳେ ଥିଲି ସେତେବେଳେ ଠାରୁ କ'ଣ ବେଶୀ ହେଇଛନ୍ତି, କମ୍ ହେଇଛନ୍ତି କି କ'ଣ, ଏସବୁ ବିଷୟ ଜାଣିବା ପାଇଁ କ'ଣ ହେଲା, ଆମେ ଯଦି ଦେଖିବା ପ୍ରଥମ ବଂଶାବଳୀ ପୁସ୍ତକ 21 ପର୍ବ ତାର 1 ପଦ। ଅନନ୍ତର ଶୈତାନ ଇସ୍ରାଏଲର ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା। କିଏ ପ୍ରବର୍ତ୍ତାଇଲା ବୋଲି କହିଲେ, ଶୈତାନ ଦାଉଦଙ୍କୁ ପ୍ରବର୍ତ୍ତାଇଲା। ତହିଁରେ ଦାଉଦ ଜୟାବଙ୍କୁ ତାଙ୍କର ପ୍ରଧାନ ସେନାପତି ଜୟାବକୁ ଓ ଲୋକମାନଙ୍କ ଅଧିପତିମାନଙ୍କୁ କହିଲେ, ଯାଅ ବେରସେବା ଠାରୁ ଦାନ ପର୍ଯ୍ୟନ୍ତ ଇସ୍ରାଏଲକୁ ଗଣନା କରି ମୋ ନିକଟକୁ ସମ୍ବାଦ ଆଣ। ତହିଁରେ ମୁଁ ସେମାନଙ୍କର ସଂଖ୍ୟା ଜାଣିବି। କି ଦରକାର ଅଛି ବାବୁ ଜାଣିବାକୁ? ହାଲେଲୁୟା। ଏତେ କାଳ ବାଲ୍ୟକାଳ ଠାରୁ ଆଉ ଯୌବନ ଅବସ୍ଥା ପର୍ଯ୍ୟନ୍ତ, ଯୌବନ କାଳ ଠାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରଭୁଙ୍କ ଠାରେ ଚାଲିଲ, ପ୍ରଭୁଙ୍କ ଠାରେ ରହିଲ, ବହୁତ ବଢ଼ିଆ ରହିଲ ପ୍ରଭୁଙ୍କ ଠାରେ। ଏ ବୁଢ଼ା ବୟସରେ ଆଜି ନା କାଲିକୁ ପରମେଶ୍ୱରଙ୍କ କଳକୁ ପଳେଇଯିବା ତୁମକୁ ଏ ପୃଥିବୀରେ ଥିବା ଲୋକମାନଙ୍କର କଥା କି ଦରକାର ପଡ଼ୁଥିଲା? ଏ ପୃଥିବୀରେ ବା ତୁମ ଦେଶରେ ଲୋକମାନଙ୍କୁ ଗଣିକିରି ଆଉ ତୁମେ କ'ଣ କରିପାରିଥାନ୍ତ? ସେମାନଙ୍କୁ ତୁମେ କ'ଣ ଦେଇପାରିଥାନ୍ତ ବା ତାଙ୍କଠାରୁ ତୁମେ କ'ଣ ନେଇପାରିଥାନ୍ତ? ଶୈତାନକୁ ଜାଗା ଦେଇଦେଲ। ଶୈତାନକୁ ଜାଗା ଦେବାରୁ ପ୍ରଥମ ବଂଶାବଳୀ ପୁସ୍ତକ 21 ପର୍ବ ତାର 1 ପଦରେ ଶୈତାନକୁ ଇସ୍ରାଏଲ ବା ଶୈତାନକୁ ଦାଉଦ ରାଜା କ'ଣ କଲେ? ଜାଗା ଦେଲେ। ଶୈତାନକୁ ସେ ଜାଗା ଦେବାରୁ ଆଉ ଆମେ ଯଦି ଦେଖିବା ଦ୍ୱିତୀୟ ସାମୁଏଲ ପୁସ୍ତକ 24 ପର୍ବ ତାର 1ରେ ଅନନ୍ତର ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ, ପରମେଶ୍ୱରଙ୍କର କ୍ରୋଧ ପୁନର୍ବାର ପ୍ରଜ୍ୱଳିତ ହେଲା। ଆଉ ସେ ଦାଉଦଙ୍କୁ ପ୍ରବର୍ତ୍ତାଇ କହିଲେ, ଯାଅ ଇସ୍ରାଏଲ ଓ ଜିହୁଦାକୁ ଗଣନା କର। ହାଲେଲୁୟା। ଶୈତାନକୁ ସେ ସୁଯୋଗ ଦେଇଦେବାରୁ ଯାଅ ଇସ୍ରାଏଲକୁ ଆଉ ଜିହୁଦାକୁ ତୁମେ ଗଣନା କର ବୋଲି ପରମେଶ୍ୱରଙ୍କ କ୍ରୋଧ ଦାଉଦଙ୍କ ଉପରକୁ ଆସିଲା। ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ପୁନର୍ବାର ପ୍ରଜ୍ୱଳିତ ହେଲା।
ଆଉ ସେ ଦାଉଦଙ୍କୁ ପ୍ରବର୍ତ୍ତାଇ କହିଲେ। ଏଠି ପରମେଶ୍ୱର ପ୍ରବର୍ତ୍ତାଉଛନ୍ତି, ସେଠି ଶୈତାନ ପ୍ରବର୍ତ୍ତାଇଲା। ହାଲେଲୁୟା। ଏଇ ଦୁଇଟା ଗୋଟିଏ ଆକା, କିନ୍ତୁ ପ୍ରଥମେ ଦାଉଦ ଶୈତାନକୁ ସୁଯୋଗ ଦେବାରୁ ପରମେଶ୍ୱର ମଧ୍ୟ ଅର୍ଡ଼ର ଦେଲେ। ହାଲେଲୁୟା। ପରମେଶ୍ୱର ମଧ୍ୟ ଅର୍ଡ଼ର ଦେଲେ। ଅର୍ଡ଼ର ଦେବାରୁ ଆଉ କ'ଣ ହେଲା କ'ଣ ଅର୍ଡ଼ର ଦେଲେ? କ୍ରୋଧ ହେଇକିରି ପରମେଶ୍ୱର ଅର୍ଡ଼ର ଦେଲେ। ରାଗି ଯାଇକିରି ଏତେ ବର୍ଷ ତୋତେ ବଞ୍ଚେଇଲି, ଏତେ ବର୍ଷ ପର୍ଯ୍ୟନ୍ତ ତୁ ରହିଲୁ, ମୋ ସହିତ ଚାଲିଲୁ, ଏବେ ଶୈତାନକୁ ସୁଯୋଗ ଦେଲୁ, ଯା ଗଣନା କରେ, ଯା କ'ଣ କରିବୁ ଗଣନା କରିକି ଯା ବୋଲି ପଠେଇଲେ। ହାଲେଲୁୟା। ଆଉ ପ୍ରବର୍ତ୍ତାଇଲାରୁ ମୋ ରାଜ୍ୟର କେତେ ଲୋକ ଅଛନ୍ତି ମୁଁ ଜାଣିବାକୁ ପଡ଼ିବ। ଏଥିରେ ଜୋଆବ ରାଜାଙ୍କୁ କହିଲା, ଏବେ ଯେତେ ଲୋକ ଅଛନ୍ତି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ ଶତଗୁଣ ବୃଦ୍ଧି କରନ୍ତୁ ଓ ମୋ ପ୍ରଭୁ ମହାରାଜଙ୍କ ଚକ୍ଷୁ ତାହା ଦେଖୁ। ମାତ୍ର ମୋ ପ୍ରଭୁ ମହାରାଜ ଏପରି କର୍ମ କରିବା ପାଇଁ କାହିଁକି ସନ୍ତୋଷ ପାଇଅଛନ୍ତି? ହାଲେଲୁୟା। ଏ ବିଷୟ ଆମେ ଆସନ୍ତା ଦିନମାନଙ୍କରେ ଦେଖିବା। ଆପଣମାନଙ୍କୁ ସ୍ପଷ୍ଟ ଭାବରେ ମୁଁ କହିବାକୁ ଆଉ ପବିତ୍ର ଆତ୍ମାଙ୍କୁ ସାହାଯ୍ୟ ଲୋଡ଼ିବି। ବର୍ତ୍ତମାନ ସମୟ ହେଇଯାଇଛି, ଆମେମାନେ ଦେଖିବା ଆସନ୍ତା ଦିନମାନଙ୍କରେ। କିନ୍ତୁ ଗୋଟେ କଥା କହୁଛି, ଜୀବନ ସାରା ପ୍ରଭୁଙ୍କ ସହିତ ଚାଲିକରି ଜୀବନର ଶେଷରେ ଶୈତାନକୁ ସୁଯୋଗ ଦେବାଟା ଭୁଲ। ହାଲେଲୁୟା। ତେଣୁ ଆଜିର ବାକ୍ୟ ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେଉ ବୋଲି, ପ୍ରଭୁଙ୍କ ସହିତ ଆମେ ଚାଲିବା ପାଇଁ, ପ୍ରଭୁଙ୍କ ସହିତ ରହିବା ପାଇଁ, ଜୀବନର ଶେଷ ପର୍ଯ୍ୟନ୍ତ ଯେ ଧୈର୍ଯ୍ୟ ଧରି ରହେ ସେ ପରିତ୍ରାଣ ପାଇବ। ଆଉ ଆମେମାନେ ଯେତେବେଳେ ମଧ୍ୟ, ଯେତେ କଷ୍ଟ ଆସିଲେ ମଧ୍ୟ, ଯେତେ ସମସ୍ୟା ଆସିଲେ ମଧ୍ୟ ଆମେମାନେ ଯେ ପ୍ରକାର ପ୍ରଭୁଙ୍କ ସହିତ ଏକା ଚାଲିବା, ପ୍ରଭୁଙ୍କଠାରୁ ଆନନ୍ଦ କରିବା, ପ୍ରଭୁଙ୍କଠାରୁ ରହିବା, ତାହେଲେ ଆମେମାନେ ଧନ୍ୟ ଅଟୁ। ପ୍ରଭୁ ଏ ପଠିତ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ କରି ସଦା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଅନୁସାରେ ପ୍ରଭୁ ତୁମ ଲୋକମାନଙ୍କୁ ତୁମେ କଡ଼େଇ ନିଅ ବୋଲି, ଆମେ ଯେ ପ୍ରକାର ପରମେଶ୍ୱର ଆଜିର ବାକ୍ୟ ଅନୁସାରେ ପ୍ରଭୁ ଶିକ୍ଷା ପ୍ରାପ୍ତ ହୋଇ ତୁମଠାରେ ପ୍ରଭୁ ଜୀବନର ଶେଷ ପର୍ଯ୍ୟନ୍ତ ଲାଗି ରହିବୁ ଏବଂ ତୁମକୁ ଛାଡ଼ି ନ ଯିବୁ, ସେଥିପାଇଁ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍।